ଜୟ ଜଗନ୍ନାଥ। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳକୁ ମଜବୁତ କରିବା ପାଇଁ ରଣନୀତି କରୁଛନ୍ତି। ଆପଣ ଲକ୍ଷ୍ୟ କରୁଥିବେ, ସେ ସାଂଗଠନିକ ପୁନର୍ବିନ୍ୟାସ ହେଉ, ନେତାମାନଙ୍କୁ ଡାକି ଆଲୋଚନା କରିବା ହେଉ, ୱାର୍ ରୁମ୍ ସହ ନୀତିଦିନ ଯୋଗସୂତ୍ର ରଖିବା ହେଉ, ଏବଂ ସର୍ବୋପରି ଏବେ ଚାଲିଥିବା ବିଧାୟକ ମାନଙ୍କର ବୈଠକୁ ନେଇ 9 ଜଣିଆ 8 ଜଣିଆ 10 ଜଣିଆ ବିଧାୟକମାନଙ୍କୁ ଡାକି ନବୀନ ବାବୁ ସେମାନଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା କଥା ବୁଝୁଛନ୍ତି, କ'ଣ କଲେ ଭଲ ହେବ ସେ ପରାମର୍ଶ ବି ଦେଉଛନ୍ତି। ପରିଣତ ବୟସରେ ନବୀନଙ୍କର ଏହି ପରିଶ୍ରମ ନିଶ୍ଚିତ ଭାବରେ ଯୁବ ନେତାମାନଙ୍କୁ ଉତ୍ସାହିତ କରିବ, ପ୍ରେରଣା ବି ଦେବ। କାହିଁକିନା 100 କୋଟି ଟଙ୍କାର ମାଲିକ, 24 ବର୍ଷ ମୁଖ୍ୟମନ୍ତ୍ରୀ, କିଛି ବର୍ଷ କେନ୍ଦ୍ରମନ୍ତ୍ରୀ, ତଥାପି ବି ଦଳକୁ ବଞ୍ଚାଇବା ପାଇଁ ସେ ଜିଜାନ୍ ଲଗାଇ ଦେଇଛନ୍ତି। ଏଇଠି ମୁଁ କହି ରଖିବାକୁ ଚାହୁଁଛି, ଯାଜପୁରର ପଲିଟିକ୍ସ ଉପରେ। ନିକଟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ଯାଜପୁରର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମସ୍ତେ ବିଜେଡି ଛାଡ଼ିକି ବିଜେପି କି ପଳେଇ ଆସିଲେ। 16-17 ଜଣ ଜିଲ୍ଲା ପରିଷଦ ସଭ୍ୟ ବି ଆସିଲେ, ପୂର୍ବରୁ ମଧ୍ୟ କିଛି ଆସିଥିଲେ। ଗାଏମୋଟ କହିଲେ ଯାଜପୁରରେ ବିଜେଡି ବହି ଗୁଣ୍ଡ, ଏକଥା କହିଲେ ଅତ୍ୟୁକ୍ତି ହେବନି। ଏବଂ ସବୁଠାରୁ ବଡ଼ କଥାଟି ହେଉଛି, ସୁକିନ୍ଦାରୁ ଯାଇଛନ୍ତି, କୋରେଇରୁ ଯାଇଛନ୍ତି, ବିଞ୍ଝାରପୁର ବି ଯାଇଛନ୍ତି। ଅନେକ ନେତା ବିଜେଡି ଛାଡ଼ିଲେଣି। ଦିନେ ଯାଜପୁରରେ ବିଜେଡି ନେତାମାନେ ଗଉଁ ଦେଖାଉଥିଲେ, ଛାତିରେ ହାତ ବାଡ଼େଇ କହୁଥିଲେ, ଯୁଆଡ଼େ ଯିବ ଆମର ଶଙ୍ଖମୟ, ନବୀନଙ୍କ ବିକାଶ। ଓ ବବି ଦାସ, ଡାନି ଘଡ଼େଇ, ପ୍ରମିଳା ମଲ୍ଲିକ, ଜିତୁ ବଳବନ୍ତରାୟ, ଏକୁ ଆରେକ ପୁରା ସଂଗଠକ, ମାନେ ପୋଛିକି ଜିତନ୍ତି। ଜିତୁ ବଳବନ୍ତରାୟ ତ ରେକର୍ଡ଼ କରିଛନ୍ତି, ପ୍ରଣବ ବାବୁ ବି ରେକର୍ଡ଼ କରିଛନ୍ତି। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାଜପୁର ମ୍ୟୁନିସିପାଲିଟିରେ ବିରୋଧୀ ଦଳର ପ୍ରାର୍ଥୀମାନେ ବି ଗାୟବ ହୋଇଗଲେ। ଆଜି 18 ମାସ ଯାଇନି, 18 ମାସରେ ବିଜୁ ଜନତା ଦଳ ଗୁଣ୍ଡ ହୋଇଗଲା। କାହାର ଭୁଲ? ନେତାଙ୍କର ନା କର୍ମୀଙ୍କର? ଯଦି ଆପଣ କହିବେ କର୍ମୀଙ୍କର ଭୁଲ, ସେମାନେ ବିଜୁ ଜନତା ଦଳରୁ ପାଇଲେ, ଆଉ ବର୍ତ୍ତମାନ ବିଜୁ ଜନତା ଦଳ ଛାଡ଼ିଦେଲେ, ସେମାନେ ହେଉଛନ୍ତି ସ୍ୱାର୍ଥପର। ଆଜ୍ଞା, ରାଜନୀତିରେ କିଏ ବିନା ସ୍ୱାର୍ଥରେ ରାଜନୀତି କରେ କି? କିନ୍ତୁ କଥା ହେଉଛି, ସେତେବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପାଧ୍ୟକ୍ଷ କରିଛନ୍ତି, ସେତେବେଳେ ତ ବବି ଡାନି କି ବଡ଼ ନେତାଙ୍କର ସେଠି ଭୂମିକା ରହିଥିବ। ଯେଉଁ କାର୍ଯ୍ୟ ପୁଣି ପଦବୀ ପାଇଛନ୍ତି, ନାଲିବତୀ ପାୱାର, ସେମାନେ କାହିଁ ଛାଡ଼ିକି ଯାଉଛନ୍ତି? ଆପଣ ଯେତେବେଳେ କରିଥିଲେ, ତାଙ୍କର ଅନୁଗତ୍ୟ ବା ଆନୁଗତ୍ୟକୁ ପରୀକ୍ଷା ନିରୀକ୍ଷା କରିଥିଲେ କି ନାହିଁ? ନିଜର ଅନୁଗତକୁ ସମସ୍ତେ ବ୍ଲକ ଚେୟାରମ୍ୟାନ୍ କରିବାକୁ ଚାହାନ୍ତି, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ କରିବାକୁ ଚାହାନ୍ତି। ଅନୁରୂପ ଭାବରେ ଯାଜପୁର ବିଜେଡି ନେତାମାନେ ସେୟା ହିଁ କରିଥିବେ। କୋରେଇରେ ବର୍ତ୍ତମାନ ଜଗିଛନ୍ତି ବବି ଦାସ, ସେଇଠି ଅନେକ ନେତା ଦଳ ଛାଡ଼ୁଛନ୍ତି। ଆମେ ଖାଲି କର୍ମୀମାନଙ୍କ ଉପରେ ଦୋଷ ଦେଲେ ହେବ କି ଆଜ୍ଞା? ସିଏ ସ୍ୱାର୍ଥପର। ସେଇ ନେତାମାନେ ଦାୟୀ। 18 ମାସ ଆପଣ କ୍ଷମତା ନଥିଲେ ବୋଲି ସେଇ କାର୍ଯ୍ୟକର୍ତ୍ତା କର୍ମୀମାନେ ଆପଣଙ୍କ ଉପରେ ବିଶ୍ୱାସ ହରେଇଛନ୍ତି। ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ଏ ବବି ଫ୍ୟାନ୍, ଜିତୁ ଫ୍ୟାନ୍, ଡାନି ଫ୍ୟାନ୍, ପ୍ରମିଳା ଫ୍ୟାନ୍, ଯେତେ ଫ୍ୟାନ୍ ହେବା କଥା ହୁଅ, କିନ୍ତୁ ସ୍ୱୀକାର କରିବାକୁ ପଡ଼ିବ ଯେ ଦଳ କ୍ଷମତାରେ ଥିଲା ବୋଲି ତମର ଫୁଟାଣି ଆଉ ସଂଗଠନର ଦମ ଦେଖାଉଥିଲ। ପ୍ରକୃତ ସଂଗଠକ ସେଠି କାହିଁକି ଲୋକେ ଦଳ ଛାଡ଼ିବେ?
ବେଗୁନିଆ ବୋଲଗଡ଼ରେ, ଖୋର୍ଦ୍ଧାରେ, ଏଠି ତ କାହିଁକି ଏଇଭଳିଆ ପୁରା ମାସରେ ଛାଡ଼ୁନାହାନ୍ତି? ତେମେ ଯେତେବେଳେ ତୁମର କାର୍ଯ୍ୟକର୍ତ୍ତାମାନଙ୍କୁ ମାନେ ବଡ଼ ଯିଏ ତ ବଡ଼ ସାଧାରଣ କର୍ମୀଟିଏ ଗାଁରେ ରହିଲା, ଭୋଟରମାନଙ୍କୁ ସେ ଜଗିଲା, ଆଉ ଟିକେ ନେତା ହେଲେ ସରପଞ୍ଚ ସମିସଭ୍ୟ ସ୍ତରୀୟ, ତାଙ୍କଠୁ ଆଉ ଯିଏ ଟିକେ ହାଇ ଭୋଲ୍ଟେଜ୍ ନେତା କିଏ ହେଲେ ଚେୟାରମ୍ୟାନ୍, କିଏ ହେବେ ଜିଲ୍ଲା ପରିଷଦ ଚେୟାରମ୍ୟାନ୍, କିଏ ଜିଲ୍ଲା ପରିଷଦ, ଏହା ତ ଆପଣଙ୍କର ଦ୍ୱିତୀୟ ପିଢ଼ିର ନେତା ମାନେ ବାବୁଙ୍କର, ରାନୀ ବାବୁଙ୍କର, ଜିତୁ ବାବୁଙ୍କର ଦ୍ୱିତୀୟ ପିଢ଼ିର ନେତାମାନେ ଦଳ ଯେତେବେଳେ ଛାଡ଼ୁଛନ୍ତି, ଆପଣ ଭାବୁଛନ୍ତି ତୃଣମୂଳରେ ଆଉ ଭୋଟ ଥବ ବୋଲି? କିଛି କହିବେ ଯେ ସେମାନେ ଯାଆନ୍ତୁ, ତାଙ୍କ ହାତରେ କିଛି ନାହିଁ। ଆଜ୍ଞା ଏଇଟା ହେଉଛି ବୋକାମିର କଥା। କିଛି ତ ନାହିଁ ଆଉ ପଦପଦବୀ ଦେଇଥିଲେ କାହିଁକି? ମୁଁ ଦେଖୁଥିଲି ସୋସିଆଲ ମିଡ଼ିଆରେ ଯାଜପୁରିଆ ବିଜେଡ଼ି ନେତାମାନେ ଯାଆନ୍ତୁ, ଭଲ ହେଇଛି, ବର୍ତ୍ତମାନ ମଜବୁତ ହେବ। ଏ ଗାଲୁ ଗପ ଆଜ୍ଞା କାହାକୁ କହୁଛନ୍ତି? ନବୀନ ବାବୁ, ଆପଣ ଏଇ ବିଧାୟକମାନଙ୍କ କଥା ବେଶୀ ଆଲୋଚନା କରନ୍ତୁନି। ଗଞ୍ଜାମ ଆଉ ଯାଜପୁର, ଗଞ୍ଜାମ ହେଉଛି ଆପଣଙ୍କର, ଗଞ୍ଜାମ ହେଉଛି ପାଣ୍ଡିଆନଙ୍କର, କାରଣ ସେ କଲେକ୍ଟର ଥିଲେ, ସେଇଠୁ ନା ଭଲ ପାଇକି ଆପଣ ଆଇଛନ୍ତି। ଯାଜପୁର ହେଉଛି ବବି ଦାସଙ୍କର। ଆପଣ 3 ଜଣ ନେତା 2024ରେ ବିଜୁ ଜନତା ଦଳର କଥା ବୁଝୁଥିଲେ। ଯଦି 2024ରେ ବିଜୁ ଜନତା ଦଳ କଥା ଆପଣ ବୁଝୁଥିଲେ, ଯାଜପୁର ଗଞ୍ଜାମ ଏ ଯୋଡ଼ିଏ ଜାଗାରେ ଯଦି ଯେତିକି ଆସନ ପାଇବାର ହକ୍ ଥିଲା ବିଜୁ ଜନତା ଦଳ ପାଇଥାନ୍ତା, ଆଜି ବିଜେଡ଼ି ସରକାରରେ ଥାନ୍ତା। ଯାଜପୁରରେ ବର୍ତ୍ତମାନ ବବି ଦାସଙ୍କର ସଂଗଠନକୁ ନେଇକି ପ୍ରଶ୍ନ ଉଠିବା ସ୍ୱାଭାବିକ। ନିଜ ଜିଲ୍ଲାର ସଂଗଠନଟାକୁ 18 ମାସ ଭିତରେ ଯେଉଁ ନେତା ଜଗି ପାରିଲେନି, କାଲି ରାଜ୍ୟରେ ବିଜୁ ଜନତା ଦଳ ଆଙ୍କୁ ନେତୃତ୍ୱ ଦେଲେ ଏ ରାଜ୍ୟ ଜଗିଦେବେ? ଯଦି ଲିକୁ ସାହୁ, ଅମର ନାୟକ, ଆକାଶ ଏମାନଙ୍କର ଚାଲକୁ ବିଫଳ କରିପାରିଥାନ୍ତେ ବବି ଦାସ, ତାହେଲେ ଲୋକେ କହିଥାନ୍ତେ ଦେଖ ଯାଜପୁରରେ ବବି ଏମିତି ସଂଗଠନ କରିଛି, ଗୋଟିଏ ପତ୍ରରେ ବି ବିଜେଡ଼ି ହୁଡ଼ାରୁ ବିଜେପି ପୋଖରୀରେ ପଡ଼ିବ ନାହିଁ। ତାହେଲେ ବବି ଦାସ ତାଙ୍କ ଦମ ଦେଖେଇଥାନ୍ତେ। ମୁଁ ତ ସାମଗ୍ରିକ ଭାବରେ କହିବି, ଯାଜପୁରରେ ଅବସ୍ଥା ପାଇଁ ନବୀନ ଦାୟୀ, ବବି ଦାସ ଦାୟୀ। ବବି ଡାନି କଳି, ତାର ପ୍ରଭାବରେ ଜିତୁ ବଳବନ୍ତ ରାୟ ଆକ୍ତା ମାକ୍ତା ଲିକୁ ସାହୁଙ୍କ ପ୍ରକୋପରେ ଥରୁଛନ୍ତି। ନା ଦଳୀୟ ପ୍ରୋଟେକ୍ସନ୍, କିଛି ନାହିଁ। କାହିଁକି ନା ନେତାମାନେ ଚାଲିଛନ୍ତି କିଭଳି ଭାବରେ ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ ମଜବୁତ କରାହେବ, କିଭଳି ଭାବରେ ବିଜୁ ଜନତା ଦଳକୁ ଅକ୍ତିଆର କରାଯିବ। ନବୀନ ବାବୁ କୌଣସି ଗୁଇନ୍ଦା ସୂତ୍ର ପାଇଲେ ଅରବିନ୍ଦ ମହାପାତ୍ରଙ୍କୁ ହଟେଇ ଦେଲେ, ସନା ମହାକୁଡ଼ଙ୍କୁ ହଟେଇ ଦେଲେ, ବିଜେଡ଼ିକୁ ହାଇଜାକ୍ କରି ନେଉଛନ୍ତି। ଆଜ୍ଞା ଗୁଇନ୍ଦା ଏତେ ରଖିଛନ୍ତି, ଏ ଲୋକାଲରେ ବ୍ଲକ ଚେୟାରମ୍ୟାନ୍ ଯାଉଛନ୍ତି, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ପଳାଉଛନ୍ତି, ଜଗି ପାରୁନାହାନ୍ତି। ଆଜ୍ଞା ସେ ସମୀକ୍ଷା ଛାଡ଼ନ୍ତୁ, ବବି ଦାସ, ପ୍ରମିଳା ମଲ୍ଲିକ, ଜିତୁ ବଳବନ୍ତରା, ରାନୀ ଗଡ଼େଇ ଆଉ ବର୍ଚ୍ଚନାରେ କାହାକୁ ରଖିନାହାନ୍ତି। ଏବେ କ୍ୟାପ୍ଟେନ୍ ମହୋଦୟ ଅଛନ୍ତି, ସମସ୍ତଙ୍କୁ ଡାକିବା। ବିଶ୍ୱ ମଲ୍ଲିକ ମଧ୍ୟ କେଉଁ ମୁହୂର୍ତ୍ତରେ ବିଜେପି ପଳେଇବେ ସେ ନେଇକି ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସମସ୍ତଙ୍କୁ ଡାକିକି ଟାର୍ଗେଟ୍ ଦିଅନ୍ତୁ, ବୈଠକ କରନ୍ତୁ। ଶଙ୍ଖ ଭବନ ଛାଡ଼ିକି ଯେଉଁଦିନ ବିଜେଡ଼ି ନେତାମାନେ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ଟେଣ୍ଟ ଟାଣିକି ରହିବେ, ଆଜି ଏ ଗାଁରେ, କାଲି ସେ ଗାଁରେ, ପରଦିନ ଅମକ ଗାଁରେ, ଯେମିତି ନବୀନ ବାବୁ ଶାସନରେ ଥିଲାବେଳେ ସଚିବମାନଙ୍କୁ କହୁଥିଲେ ଜିଲ୍ଲା ଗସ୍ତ କର, ଫିଲ୍ଡ ଗସ୍ତ କର, ଆଉ ନେତାମାନଙ୍କୁ ଫିଲ୍ଡରେ ଟେଣ୍ଟ ପୋତିକି ରହନ୍ତୁ, ତାହେଲେ ଯାଇକି ବିଜେଡ଼ି ମଜବୁତ ହେବ। ଆପଣ ନବୀନ ନିବାସରେ ଅଫିସରଙ୍କୁ ଧରି ଆଉ କିଛି ଏକ୍ସେଲ ସିଟ୍ ବାଲା ରାଜନୈତିକ ଯେଉଁମାନେ ମାନେ ୱାର୍ ରୁମ୍ରେ ଅଛନ୍ତି ସେମାନଙ୍କୁ ଧରିକି ଯଦି ରଣନୀତି କରିବେ, 24ରେ ଯାହା ତ ଥିଲା, 29 ବେଳକୁ ଯେଉଁ କହନ୍ତି ବହି ଗୁଣ୍ଡ ମାନେ ଫଟା ଶଙ୍ଖ। ତେଣୁ ଦେଖାଯାଉ ଯାଜପୁରିଆ ନେତା କେତେ ପାରଙ୍ଗମ, ତା ସମୟ ହିଁ କହିବ। ଜୟ ଜଗନ୍ନାଥ ଆଜ୍ଞା।